ଉଠିଲା ପଳେଇ ଆଉ ଭିଡ଼ିଓଟା ବନେଇଛନ୍ତି ପୁରା। କ'ଣ ଜାଗାଟା ନା କ'ଣ? ଜାଗାଟା ନା ଆର୍କର କ'ଣ ଏଇଟା କି ପାର୍କ? ମନେ ପଡ଼ୁନି। ହଁ ଫଟୋଟା କାଟିଛି ଆଉ ଦେଖିନି ଲେଖା ହେଇଛି। ଜାଗାଟା ଦେଖ ଭାଇ କେମିତି ଅଛି, ପୁରା ମସ୍ତ ଅଛି ଜାଗାଟା। ସବୁ ଜାଗା ଡ୍ରାଗନ୍ ଫ୍ରୁଟ୍ ଗଛ ହିଁ ଲଗା ହେଇଛି ଏ ଜାଗାରେ। ଆମେ ବୁଲିବା ପାଇଁ ଆସିଛୁ ଏବେ ହାଇଦ୍ରାବାଦ ଆର୍କୋ ବିଶାଖାପାଟଣା। ଏବେ ଦେଖ ଏ ଜାଗାଟା କେମିତି ଅଛି, ମସ୍ତ ଅଛି। ଗୋଟେ ଥର ଆସ। ଏବେ ତ ସାଇକେଲ ରେସିଂ ହେଲେ ଅଛି ଉପରେ ୱାର ଲାଗିଛି। ସାଇକେଲ ସେକେଣ୍ଡ ଯିବ ପୁରା ସେପଟେ ଯାଇ ରିଟର୍ନ ଫେର ଆଇବ। 200 ଟଙ୍କା ପ୍ରାଇଜ ରହୁଛି, ବୁଝିପାରିଲେ। ତାପରେ ଆମର ଏଇଟା ଅଛି କ'ଣ ସେଟା ବୁଝିକି କହୁଛି ଜାଣିନି, କିନ୍ତୁ ମସ୍ତ ଅଛି ଜାଗାଟା। ଦେଖିବ ବୋଲେ ଭୁଲିବନି। ଏମିତି ଜାଗା ପାଇଁ ଖୁସି ଚାଇ ଦିଲଦାର ବିନ୍ଦାସ। କେବେ ବି ଆଇଲେ ବି କେବେ ବି ଆସ ବିଶାଖାପାଟଣା, ଜାଗାଟା କେବେ ମିସ୍ କରନି, ବୁଲିକି ଯାଅ। ଦେଖ ଦେଖଉଛି ଏବେ ୱାୟାରଟା ଲାଗିଛି ଦେଖନ୍ତୁ ମୋ ଉପରେ। ସାଇକେଲ ରେସିଂ ଅଛି, ସାଇକେଲଟା ସିଧା ଧରିକି ଯିବ ସେখানে 200 ଟଙ୍କା ପ୍ରାଇଜ ରହୁଛି, ବୁଝିପାରିଲେ। ସେପଟକୁ ନେଇକି ଯିବ ଫେର ସେପଟୁ ଆଣିକି ଆଇବ। ଏବେ ଦେଖ ରାତିରେ ବି ରହିବା ପାଇଁ ଷ୍ଟଲ୍ ଅଛି ଏଠି। ପ୍ରାଇଜ ରହୁଛି 250 ଟଙ୍କା। ରହୁଛି ପ୍ରାଇସଟା। ଟିକେ ବୁଲନ୍ତୁ, ଆସନ୍ତୁ, ଏନ୍ଜୟ କରନ୍ତୁ। ଦେଖନ୍ତୁ ଏଇଟା ହେଉଛି କ୍ୟାମ୍ପଟା ରାତି ରହିବା ପାଇଁ। କପଲ ମାନଙ୍କ ପାଇଁ ତ ପୁରା ସୁବିଧା। ଫ୍ୟାମିଲି କହିଲେ ଏଠି ଆଲାଉ ନାହିଁ। ବ୍ୟାଚଲର ପାର୍ଟି କଲେ ହେଲେ ହବ, ବୁଝିପାରିଲେ। ଯାହା କରନ୍ତୁ କିନ୍ତୁ ଫ୍ୟାମିଲି ଧରିକି ଆସନ୍ତୁ ନାହିଁ। ଫ୍ୟାମିଲି ଆଇଲେ ଏଠି ଆଲାଉ ନାହିଁ। କେବଳ ଫ୍ୟାମିଲି ଧରିକି ଆଇଲେ କେହି ବୁଲି ପାରିବ, ଫଟୋ କାଢ଼ି ପାରିବେ, ତାପରେ ଯିବେ। କିନ୍ତୁ କପଲ ଧରିକି ଆସନ୍ତୁ, ଫୁଲ ଏନ୍ଜୟ। ଜାଗାଟା ସେମିତି ଭାଇ। ଆସ, କେବେ ବି ଆସ ଆମର ବିଶାଖାପାଟଣା, କେବେ ବି ଆସ। ଆରକୁର ଏଇଟା କ'ଣ ଏଇଟା ପାର୍କଟା ପଚାରିଲୁ ତାକୁ ନାଁଟା ଭାଇଟା ପଚାରିଲୁ। କଫି ଜେଣ୍ଡର ନାହିଁ ବେ।